ଯାହା ଜାତୀୟ କ୍ୟାଗ୍, ଆଟର୍ଣ୍ଣି ଜେନେରାଲ, ତାପରେ ଯୋଉ ନ୍ୟାସନାଲ ପ୍ଲାନିଂ କମିଶନ, ଦେନ୍ ତମର ନୀତି ଆୟୋଗ, ଆଉ ନୀତି ଆୟୋଗ ତାପରେ ଆଟର୍ଣ୍ଣି ଜେନେରାଲ ଆଉ ଆଡଭୋକେଟ ଜେନେରାଲ ଅଫ ଇଣ୍ଡିଆ, ଆଟର୍ଣ୍ଣି ଜେନେରାଲ ଆଉ ଲ ମିନିଷ୍ଟର ଭିତରେ ଡିଫରେନ୍ସ କ'ଣ, ସେ ସବୁ ଜିନିଷ ଆଜି ଏଇ ଆମର ଯେତେ ଯାଏଁ ସବୁ ସାରିଲେଣି ଆମେ ଦେଖିଲେଣି କ'ଣ କି ଆମ ପୁରା ଇଣ୍ଡିଆରେ ପଲିଟିକାଲ ସିଷ୍ଟମ କେମିତି ଚାଲିଛି, କୋଉଠି ତମର ପାର୍ଲାମେଣ୍ଟ ଅଛି, କୋଉଠି ବିଧାନସଭା ଆସୁଛି, କୋଉଠି ତମର ଲୋକସଭା ରାଜ୍ୟସଭାକୁ ଲୋକମାନେ କେମିତି ମନୋନୀତ ହେଇକି ଯାଆନ୍ତି, ଗୋଟେ ଲୋକସଭାର କମ୍ପୋଜିସନ୍ କ'ଣ କ'ଣ ଅଛି, ସେଠୁ ଡେପୁଟି ମିନିଷ୍ଟର କିଏ, କ୍ୟାବିନେଟ୍ ମିନିଷ୍ଟର କିଏ, ଲ କୋଉମାନେ ବନାନ୍ତି, ଏକ୍ଜିକ୍ୟୁଟ୍ କୋଉମାନେ କରନ୍ତି, ଏକ୍ଜିକ୍ୟୁଟିଭର ପାର୍ଟ କିଏ କିଏ, ଲେଜିସ୍ଲେଟିଭର ପାର୍ଟ କିଏ କିଏ, ଏସବୁ ୱିଙ୍ଗସ୍ ଆମେ ଦେଖି ସାରିଲାଣି କି ଗଭର୍ଣ୍ଣମେଣ୍ଟର ସବୁ କ'ଣ କ'ଣ ଜିନିଷ ଅଛି। ବଟ୍ ଗଭର୍ଣ୍ଣମେଣ୍ଟ ତାର ଯେଉଁ ଜିନିଷ କରୁଛି ତା ସାଇଡ଼ରେ କିଛି ଏମିତି ବଡିଜ୍ ଅଛି ଯିଏକି ତାର କାର୍ଯ୍ୟକାରକୁ ନଜର ରଖୁଛି କିମ୍ବା ତାର କାମରେ ହେଲ୍ପ କରୁଛି। ଆମେ ଆଜି ସେଇ ବଡିଜ୍ ଗୁଡ଼ାକ ସବୁ ଦେଖିବାକୁ ଯିବା। ଆଚ୍ଛା, ତମର ଫାଷ୍ଟ ଅଫ୍ ଅଲ୍ ଜିନିଷ ଆସୁଛି କିଏ, କ୍ୟାକ୍। ତମର କ୍ୟାକ୍ କ'ଣ, କ୍ୟାକ୍ ହେଉଛି ତମର କଣ୍ଟ୍ରୋଲର ଆଣ୍ଡ ଦି ଅଡିଟର ଜେନେରାଲ ଅଫ୍ ଦି ଇଣ୍ଡିଆ। ତାଙ୍କ କାମ ହେଲା ଆମର ଯେତିକ ସବୁ ହିସାବ କିତାବ ହେଉଛି, ତମର ଯେତିକ ସବୁ ଆମର କ'ଣ ଟ୍ୟାକ୍ସ ଆସୁଛି, ତମର ଧର ଆମର ଯେଉଁ ସବୁ ଟ୍ୟାକ୍ସ ହେଲା କି ତମର ଯେଉଁ ଧର କେତିକ ସବୁ ବରୋଇଂ ଆସୁଛି, ତମର କେତେ ବରୋଇଂ ସବୁ ଇଣ୍ଡିଆକୁ ଆସୁଛି, କେତେ ସବୁ ଗ୍ରାଣ୍ଟ ଇଣ୍ଡିଆକୁ ଦିଆଯାଉଛି, ତ ପୁରା ଗଭର୍ଣ୍ଣମେଣ୍ଟର ହିସାବ କିତାବ ତମର ରଖେ କିଏ, ତମର କ୍ୟାକ୍, ଯିଏକି ତମ କନଷ୍ଟିଟ୍ୟୁସନର ଆର୍ଟିକିଲ ନମ୍ବର 148ରୁ 151 ନମ୍ବର ଭିତରେ ସ୍ଥାନ ପାଇଛି। ଆର କାମ ହିଁ ହେଲା ଅଡିଟିଂ କରିବା, ଯେତିକ ସବୁ ଗଭର୍ଣ୍ଣମେଣ୍ଟର କାମ ଅଛି ଯେଉଁ ପଇସା ପତ୍ର କଥା ଯେଉଁ କରିବା, ଯେଉଁ ଅଡିଟିଂ। ଆମର ଯେତିକ ପାର୍ଲାମେଣ୍ଟାରୀ କମିଟିଜ୍ ଅଛନ୍ତି ଲୋକସଭାରେ, ଯେଉଁ ଆମର ପାର୍ଲାମେଣ୍ଟାରୀ କମିଟିଜ୍ ଅଛନ୍ତି, ତମର ଧର ପବ୍ଲିକ ଆକାଉଣ୍ଟ କମିଟି ହେଇଗଲା, ଯେଉଁମାନେ କି ହିସାବ କିତାବ ରଖନ୍ତି ପାର୍ଲାମେଣ୍ଟର ଖର୍ଚ୍ଚ କୁଆଡ଼େ କ'ଣ ହେଉଛି, ସେ ରିପୋର୍ଟ ଆଣନ୍ତି କାହା କତରୁ, କ୍ୟାଗ୍ ପାଖରୁ। କ୍ୟାଗ୍ ଇଟ୍ ଇଜ୍ ଏ ଇଣ୍ଡିପେଣ୍ଡେଣ୍ଟ ବଡି, ବଟ୍ କ୍ୟାଗ୍ ପାଖରୁ ଯେତିକ ସବୁ ଇଣ୍ଡିଆରେ ବାକି ସାରା ଯେଉଁ ଯେତିକି ସ୍ପେଣ୍ଡିଂ ହେବ କି ତମର ଫାଇନାନ୍ସ କମିଶନ କାହାକୁ ପଇସା ଦେବ କି ଯାହା ବି ହେବ, ସେ ସବୁ ରିପୋର୍ଟ ତମର କ୍ୟାଗ୍ ଦିଏ। ଆଚ୍ଛା, ଦେନ୍ ତମର ଜଣେ ଲ ଅଫିସର ଥାନ୍ତି। ଲ ଅଫିସର କିଏ, ତମର ଆଟର୍ଣ୍ଣି ଜେନେରାଲ ଅଫ ଇଣ୍ଡିଆ, ଯାହାକୁ କି ଆମେ ଦେଖିଥିଲେ ତମ ଆର୍ଟିକିଲ ନମ୍ବର 76ରେ ତମର କିଏ ଅଛନ୍ତି ନା ଆଟର୍ଣ୍ଣି ଜେନେରାଲ ଅଫ ଇଣ୍ଡିଆ ୟୁନିୟନରେ। ସେମିତି ତମର ଷ୍ଟେଟରେ ଜଣେ ଆଡଭୋକେଟ ବା ତମର ସଲିଟାରୀ ଜେନେରାଲ ଅଫ ଇଣ୍ଡିଆ କହିପାରିବ ବା ତାକୁ ଆଡଭୋକେଟ ଜେନେରାଲ କହିପାରିବ, ଯିଏକି ତମ ଷ୍ଟେଟରେ ଥାନ୍ତି। ବଟ୍ ତମର ଆମେ ଆଗକୁ ଦେଖିବା ତମର ଏଇ ଯେଉଁ ଆଟର୍ଣ୍ଣି ଜେନେରାଲ ଥାନ୍ତି ଭର୍ସେସ୍ ତମର ଯିଏ ଲ ମିନିଷ୍ଟର ଥାନ୍ତି, ତମର ଯିଏ ଲ ମିନିଷ୍ଟର ଥାନ୍ତି ଆଙ୍କ ଭିତରେ ଡିଫରେନ୍ସ କ'ଣ, ଆଙ୍କ ଭିତରେ ଡିଫରେନ୍ସ କ'ଣ। ଦେନ୍ ଯେଉଁ ଟାଇମରେ ଆମେ ପ୍ଲାନିଂ ପାଖକୁ ଯିବା, ତମର ଏଠି ପ୍ଲାନିଂ କମିଶନ ଅଛି, ତମର ଏନଡିସି ଅଛି, ତମର ଯେଉଁ 5 ଇୟର ପ୍ଲାନ୍ ଯେଉଁ ମାନେ ଯେଉଁ ଆସୁଥିଲା ସେ ତମର ଚେଞ୍ଜ ହେଇକି କ'ଣ ହେଇଯାଇଛି, ନୀତି ଆୟୋଗ ହେଇଯାଇଛି। ତ ନୀତି ଆୟୋଗକୁ ଆମେ କାହିଁକି ଗୋଟେ ଥିଙ୍କିଂ ଟ୍ୟାଙ୍କ ବୋଲି କହୁଛନ୍ତି, ତାକୁ ଆମେ ଦେଖିବା କାହିଁକି ତାକୁ ଗୋଟେ ଥିଙ୍କିଂ ଟ୍ୟାଙ୍କ ବୋଲି କହୁଛନ୍ତି, ଆମେ ଦେଖିବା କାହିଁକି କୁହାଯାଉଥିଲା। ଯେଉଁ ଆମର 5 ଇୟର ପ୍ଲାନ୍ ଥିଲା, ସେ ଥିଲା ତମର ଟପ୍ ଟୁ ବଟମ୍ ଆପ୍ରୋଚ୍, ଇଏ ଥିଲା ତମର ଟପ୍ ଟୁ ବଟମ୍ ଆପ୍ରୋଚ୍। କିଏ ଥିଲା ତମର ଯେଉଁ ଆଗରୁ ତମର 5 ଇୟର ପ୍ଲାନ୍ ସବୁ ଆସୁଥିଲା। ବଟ୍ ତମର ନୀତି ଆୟୋଗରେ କ'ଣ ହେଉଛି ନା ବଟମ୍ ଟୁ ଟପ୍ ଆପ୍ରୋଚ୍, ମାନେ ଏଠି ଦେଶର ମାନେ ବୁଝିବା ଆମେ କି ଟପ୍ ଟୁ ବଟମ୍ ଆପ୍ରୋଚ୍ କି ବଟମ୍ ଟୁ ଟପ୍ ଆପ୍ରୋଚ୍, ଯଦି ଏକ୍ଜାମ୍ରେ କେବେ ଆସିଲା ଆମେ କେଉଁ ହିସାବରେ ଲେଖିବା ତାକୁ ଦେଖିବା। ଦେନ୍ ଫାଷ୍ଟ ଆମେ ଦେଖିବା ତମର କଣ୍ଟ୍ରୋଲର ଆଣ୍ଡ ଦି ଅଡିଟର ଜେନେରାଲ ଅଫ୍ ଦି ଇଣ୍ଡିଆ, ଯାହାକୁ ତମେ କ୍ୟାଗ୍ ବୋଲି କୁହ। କ୍ୟାଗ୍ ଅଫିସରେ କ'ଣ କ'ଣ ସବୁ କାମ ହୁଏ। ଇଟ୍ ଇଜ୍ କଲ୍ ଆଜ୍ ଦି ହେଡ୍ ଅଫ୍ ଦି ଇଣ୍ଡିଆନ୍ ଅଡିଟ୍ ଆଣ୍ଡ ଆକାଉଣ୍ଟସ୍ ଡିପାର୍ଟମେଣ୍ଟ। ଇଏ ତମ ପୁରା ଇଣ୍ଡିଆର ହେଡ୍ ଥାନ୍ତି, ଯେ ତମ ଇଣ୍ଡିଆର ପୁରା ଆକାଉଣ୍ଟ, ଯେମିତି ତମର ଗୋଟେ ସବୁ ଆକାଉଣ୍ଟ ଥାଏ, ତମ ଆକାଉଣ୍ଟର ହିସାବ କିତାବ ସବୁ କ'ଣ କର, ସେ ବ୍ୟାଙ୍କ ରଖେ। ତମର କେତେ ସବୁ ଷ୍ଟେଟମେଣ୍ଟ ଦେବ, ଯେଉଁ ସବୁ ଷ୍ଟେଟମେଣ୍ଟ ବାହାରିଯିବ, ତମର କେତେ କ'ଣ ଖର୍ଚ୍ଚ ହେଇଛି, କେତେ କ'ଣ ଉଠେଇଛ, ସେଇଭଳିଆ ଗୋଟେ ଷ୍ଟେଟମେଣ୍ଟ ତମର ତିଆରି କରିକି କ୍ୟାଗ୍ କାହା ନାଁରେ, ତମ ଇଣ୍ଡିଆ ନାଁରେ, କି ଇଣ୍ଡିଆ କେଉଁଠି କେତେ ଖର୍ଚ୍ଚ ହେଉଛି, କେଉଁଠି ତାର କେତେ ଯାହା ସବୁ ହେଉଛି, ସବୁ ତାକୁ ଅଡିଟ୍ କରିକି ରଖିବ ଆଉ ତାର ଡିପାର୍ଟମେଣ୍ଟରେ। and it is called as the guardian of the public purse। ଇଏ ହେଉଛି ପବ୍ଲିକ ପର୍ସ, ମାନେ ଆମର ପଇସା ଯାଇକି ସବୁ ଯେଉଁଠି ରହେ, ତମର କନସୋଲିଡେଟେଡ୍ ଫଣ୍ଡ ଅଫ୍ ଇଣ୍ଡିଆ ହଉ କି ଯେଉଁଠି ଆମର ସବୁ ପଇସା ରହେ, ଇଏ ଆମର ସବୁ ପଇସାର ଗାର୍ଡିଆନ୍। ଯେତିକ ସବୁ ପର୍ସରେ ଆମେ ଏଠି ପଇସା ରଖୁଛନ୍ତି, ଯେଉଁ ସବୁ ଟ୍ୟାକ୍ସ ସବୁ ଯାଏ, ସେ ଟ୍ୟାକ୍ସର ଗାର୍ଡିଆନ୍ସ କିଏ, ତମର ଏଇ କ୍ୟାକ୍। ଇଟ୍ କଣ୍ଟ୍ରୋଲ ଦି ଏଣ୍ଟାୟାର ଫାଇନାନ୍ସ ସିଷ୍ଟମ୍ ଅଫ୍ ଦି କଣ୍ଟ୍ରି, ସେଣ୍ଟର ଆଉ ଷ୍ଟେଟ୍। ଦୁଇ ଜଣଙ୍କର ତମର ଏଇ କ୍ୟାଗ୍ ହିଁ କଣ୍ଟ୍ରୋଲ କରେ, କାରଣ ସେମିତି ଆମର କେଉଁଠି ଷ୍ଟେଟ୍ରେ ନାହିଁ ତମର ଷ୍ଟେଟ୍ କ୍ୟାଗ୍।
ତମର ଅଲ୍ ଓଭର ଇଣ୍ଡିଆରେ ଗୋଟେ ହିଁ କ୍ୟାଗ୍ ଯିଏକି ସବୁ କିଛି ହିସାବ କିତାବ ଦେଖେ। ଡକ୍ଟର ବି ଆର୍ ଆମ୍ବେଦକର ଆଙ୍କ ନାଁରେ କ'ଣ କହିଥିଲେ, ତ କ୍ୟାଗ୍ ସାଲ୍ ବି ମୋଷ୍ଟ ଇମ୍ପୋର୍ଟାଣ୍ଟ ଅଫିସ୍ ଅଣ୍ଡର ଦି କନଷ୍ଟିଟ୍ୟୁସନ୍ ଅଫ୍ ଦି ଇଣ୍ଡିଆ। ତ ଏଇଟା ବହୁତ ଗୋଟେ ସିମ୍ପଲ୍ ଲାଇନ୍, ତମେ ଯଦି ମେନ୍ସରେ ଆଡ଼୍ କରିବାକୁ ଚାହିଁବ ତ କ୍ୟାଗ୍ ସାଲ୍ ବି ଦ ମୋଷ୍ଟ ଇମ୍ପୋର୍ଟାଣ୍ଟ ଅଫିସ୍ ଅଣ୍ଡର ଦି କନଷ୍ଟିଟ୍ୟୁସନ୍ ଅଫ୍ ଦି ଇଣ୍ଡିଆ ବାଇ ଦି ବି ଆର୍ ଆମ୍ବେଦକର। ଏଇ ଜିନିଷଟାକୁ ତମେ କୋଟ୍ ବି କରିପାରିବ। ଆଚ୍ଛା, ଦେନ୍ ତମର ଏଠି ସବୁ କ'ଣ ତାର ଅଛି ଲେଖା ହେଇଛି, ଇଟ୍ ଇଜ୍ ଦି ବୁଲ୍ ୱାର୍କ ଅଫ୍ ଦି ଡେମୋକ୍ରାଟିକ୍ ସିଷ୍ଟମ୍। ଆର ମିନିଂ ହେଲା जो ଆମର ଡେଫିନେସନ୍ ଦେଲେ ବି ଆର୍ ଆମ୍ବେଦକର ଆଜ୍ ଡିଫାଇନ୍ଡ ବାଇ ଦି ବି ଆର୍ ଆମ୍ବେଦକର, କ୍ୟାଗ୍ ଇଜ୍ ୱାନ୍ ଅଫ୍ ଦି ଫୋର୍ ପିଲାର। କିଏ ନା ତମର ସୁପ୍ରିମ୍ କୋର୍ଟ ଅଫ୍ ଇଣ୍ଡିଆ, ତାପରେ ତମର ଇଲେକ୍ସନ୍ କମିଶନ୍, ଦେନ୍ ତମର ୟୁନିୟନ୍ ପବ୍ଲିକ୍ ସର୍ଭିସ୍ କମିଶନ୍ ଯେଉଁଟା ତମର ୟୁପିଏସ୍ସି ଅଛି, ଦେନ୍ ତମର କ୍ୟାଗ୍। ତ ଡେମୋକ୍ରାଟିକ୍ ସିଷ୍ଟମ୍ର ଏଇ ଯେଉଁ ଚାରିଟା ଯାକ ଆମର ଜିନିଷ ଅଛି, କାରଣ ସୁପ୍ରିମ୍ କୋର୍ଟ ତମର ଜୁଡ଼ିସିଆରୀ ରହିଲା, ଇଏ ଗୋଟେ ଇଣ୍ଡିପେଣ୍ଡେଣ୍ଟ ବଡି। ଫାଷ୍ଟ କିଏ ରହିଲା ତମର ଇଲେକ୍ସନ୍ କମିଶନ୍ ଅଫ୍ ଇଣ୍ଡିଆ, ଦେନ୍ ତମର ୟୁନିୟନ୍ ପବ୍ଲିକ୍ ସର୍ଭିସ୍ କମିଶନ୍ ଅଫ୍ ଇଣ୍ଡିଆ, ସବୁ ଯାକ ତମର କନଷ୍ଟିଟ୍ୟୁସନାଲ୍ ବଡିଜ୍ ହେଲା। ତେଣୁ ଏ ଚାରିଜଣ ଯାକୁ କହନ୍ତି ତମ ଡେମୋକ୍ରାଟିକ୍ ସିଷ୍ଟମ୍ର ଇଏ ହେଉଛନ୍ତି ତମର ବୁଲ୍ ୱାର୍କ। ଛାଡ଼, ଇଏ ହେଉଛନ୍ତି ତମର ବୁଲ୍ ୱାର୍କ। ଠିକ୍ ଅଛି, ତ ଆମେ ଦେଖିଲା କି ତମର କାହାକୁ ତମର ବୁଲ୍ ୱାର୍କ ବୋଲି କୁହାଯାଏ ତମ ଡେମୋକ୍ରାଟିକ୍ ସିଷ୍ଟମ୍ର। ତ ଚାରିଟା ପିଲାର ଭିତରୁ ତମର କ୍ୟାଗ୍ ବି ଗୋଟେ ପିଲାର ହେଇକି ବାହାରୁଛନ୍ତି। ଦେନ୍ କରେଣ୍ଟରେ ତମର କିଏ କିଏ ତମର ଅଛନ୍ତି କ୍ୟାଗ୍, ତମର ଶ୍ରୀ ଗିରୀଶ ଚନ୍ଦ୍ର ମୁର୍ମୁ। ତମର ଶ୍ରୀ ଗିରୀଶ ଚନ୍ଦ୍ର ମୁର୍ମୁ ଯିଏକି ତାଙ୍କର ଅଫିସକୁ ଆଜ୍ୟୁମ୍ କରିଥିଲେ 2020ରେ। ଆଉ ଇଏ ହେଉଛନ୍ତି ଆମ ଇଣ୍ଡିଆର 14th କ୍ୟାଗ୍। ଆର ବର୍ଷ ଇଲେକ୍ସନ୍ ହେଲେ ତାପରେ ଆମର କିଏ କିଏ ସବୁ ନୂଆ ଆସୁଛନ୍ତି ଦେଖିବା। ସରି ମାନେ then it is your 14th CAG in India and former lieutenant governor of the Jammu Kashmir। ये तमरो जम्मू काश्मीर फॉर्मर लिeutenant गवर्नर भी अच्छंती, आउ तमरो करेंट रो 14th CAG तमर किए अच्छंती श्री गिरीश चंद्र मुर्मू। इज ऑडिट ऑफ दी ଆମର ରିସେଣ୍ଟଲି ଫୋକସ୍ ଦିଆଯାଉଛି ଅଡ଼ିଟ୍ ଅଫ୍ ଦି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ସିଷ୍ଟମ୍, ବ୍ଲୁ ଇକୋନୋମି ଆଣ୍ଡ ଦି ଲୋକାଲ୍ ବଡିଜ୍। କାରଣ ଏଇ ସାରା ସିଷ୍ଟମ୍କୁ ଆମକୁ ଏବେ ଅଡ଼ିଟିଂକୁ ଆଣିବାକୁ ଅଛି ବୋଲି ତାଙ୍କର ଫୋକସ୍ ଅଛି। କି ଆମର ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ଏତେ ବ୍ରାଞ୍ଚ ବଡ଼ ହେଇଗଲାଣି, ଆମର ସବୁଠି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ୟୁଜ୍ ହେଉଛି। ତାର ଅଡ଼ିଟିଂ ବ୍ଲୁ ଇକୋନୋମି କହିପାରିବ କି ଯେଉଁଟା ଆମର ୱାଟରରୁ ସୃଷ୍ଟି ହେଉଛି, ବ୍ଲୁ ଇକୋନୋମି ସେଠି ବି ଆମର ଅଡ଼ିଟିଂ। ଆଉ ତମର ଲୋକାଲ୍ ବଡିଜ୍ ଯେତେ ରହୁଛି, କାରଣ ଲୋକାଲ୍ ବଡିଜ୍ ଆଗରୁ ତାଙ୍କର ଅଲଗା ଆସେ। ଲୋକାଲ୍ ବଡିଜ୍ଙ୍କର ଯେଉଁ ସବୁ ଦିଆଯାଏ ତାଙ୍କୁ ଗୋଟେ ଫିଲ୍ଅପ୍ କରିବା ପାଇଁ, ତାଙ୍କର କ'ଣ କେତେ ଖର୍ଚ୍ଚ ହେଲା ଇଏ ହେଲା, ସିଏ ଆଗରୁ ତାଙ୍କ ମାନେ ସିଏ ଦେଖନ୍ତି। ବଟ୍ ତମର ଏଇ ରିସେଣ୍ଟ ନ୍ୟୁଜ୍ ୱାଇଜ୍ ଏବେ ତମର କ୍ୟାଗ୍ ପାଖରୁ ତାଙ୍କର ଫର୍ମାଟ୍ ଯିବ। ତମେ ସେଇ ଫର୍ମାଟ୍ ୱାଇଜ୍ ତମର ଯେଉଁ ବି ଲୋକାଲ୍ ଅଥରିଟି ବା ପଞ୍ଚାୟତ ହେଲା କି ତମର ଯେଉଁ ଲୋକାଲ୍ ବଡିଜ୍ ତମର ଥିବେ, ସେଇଠୁ ତମର ସେଇ କ୍ୟାଗ୍ ଯେଉଁ ଦେଇଥିବ ତାର ରେଜିଷ୍ଟ୍ରେସନ୍ ଫର୍ମ କି ତାର ଯେଉଁ ହିସାବରେ ତାର ମାଗିଥିବ ତାର ସବୁ ଲେଖା, ସେଇ ହିସାବରେ ତମକୁ ଏବେ ଲେଖିକି ଦେବାକୁ ପଡ଼ିବ। ତ ଏବେ ତମର ଲୋକାଲ୍ ବଡିଜ୍ ବି ଆଡ଼୍ ହେଇଗଲେଣି ତମର କ୍ୟାଗ୍ ପାଇଁ। କ'ଣ ପଡ଼ିଗଲା? ଆଚ୍ଛା, ଏଇ ଜିନିଷଟାକୁ ଭଲସେ ଦେଖିବ, କାରଣ ଏଇଠୁ ହିଁ ତମ ଏକ୍ଜାମ୍ରେ ପ୍ରାୟତଃ ଆସେ କି ତମର ଆଙ୍କର ଆପଏଣ୍ଟମେଣ୍ଟ ଆଉ ଟର୍ମ କେତେ। ଏଇଠି ହିଁ ତମର କନଫ୍ୟୁଜନ୍ ପକାଏ, କାରଣ ୟୁପିଏସ୍ସି ହେଲା, ତମର ଏଇ ଯେଉଁ କ୍ୟାଗ୍ ହେଲା କି ଇଲେକ୍ସନ୍ କମିଶନ୍ ଅଫ୍ ଇଣ୍ଡିଆ ହେଲା, ତାଙ୍କ ଟର୍ମ ଗୁଡ଼ାକ ଦେଖୁଥିବ। ତାଙ୍କର ଯେଉଁ ଟର୍ମ ଗୁଡ଼ାକ ଦେଖୁଥିବ କି କାହାର କେତେ ଅଛି, କାହାର 62 ଥିବ, କାହାର 5 ଇୟର୍ ଥିବ। ତ ସେଇଠି ଟିକେ କନଫ୍ୟୁଜ୍ ଲାଗେ, ଦେଖିବାକୁ ସହଜ ଲାଗୁଥିବ, ବଟ୍ ଯେତେବେଳେ 5-6ଟା ହେଇଯିବ ଅତି ସହଜ ଜିନିଷ, ତ ଆମକୁ ଟିକେ ବୁଝିବାକୁ ମାନେ ମନେ ରଖିବାକୁ ଟିକେ କଷ୍ଟ ହେବ ବିନା ରିଭିଜନରେ। ତ ଆର ଆପଏଣ୍ଟମେଣ୍ଟ କିଏ କରନ୍ତି? ଅଫକୋର୍ସ ଦି ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆ। ଦେନ୍ ଓ ତାଙ୍କର ବିଫୋର୍ ଦି ପ୍ରେସିଡେଣ୍ଟ ତମର ଥାର୍ଡ଼ ସିଡ୍ୟୁଲରେ ତାଙ୍କର ଓଥ୍ ତମର ଥାର୍ଡ଼ ସିଡ୍ୟୁଲରେ ଲେଖା ହେଇକି ଅଛି। ଯାହାର ସବୁ ଓଥ୍ ସବୁ ଏ ଥାର୍ଡ଼ ସିଡ୍ୟୁଲରେ ସବୁ ଲେଖା ହେଇକି ଅଛି। ଦେନ୍ ତମର ଟର୍ମ ତାଙ୍କର 6 ବର୍ଷ ନହେଲେ 65 ବର୍ଷ, ଯେଉଁଟା ଆଗେ ହେବ। ଧର ସେ 60 ବର୍ଷରେ ଜଏନ୍ କଲେ ଜବ୍, ବଟ୍ ତାଙ୍କର 65 ଇୟର୍ ଏଜ୍ ହେଲା ବେଳକୁ ତାଙ୍କୁ ମାତ୍ର 5 ବର୍ଷ ଟର୍ମ ହିଁ ତାଙ୍କର କମ୍ପ୍ଲିଟ୍ ହେଇଛି, ଆଉ ଗୋଟେ ବର୍ଷ ଟର୍ମ ତାଙ୍କର ବାକି ଅଛି, ଯେଉଁଟାକି ତାଙ୍କର ଫାଷ୍ଟ ଲେଖା ହେଲା 6 ବର୍ଷ। ବଟ୍ ଯେହେତୁ ତାଙ୍କୁ ଆଗେ 65 ହେଇଯାଉଛି, ସେ ରିଟାୟାର୍ଡ କରିନେବେ। ସେଇ କେସ୍ରେ ଆଉ ତାଙ୍କୁ 6 ବର୍ଷ ସେ କାର୍ଯ୍ୟଭାର ଗ୍ରହଣ କରିପାରିବେ ନାହିଁ। ସେଇ ଯୋଗୁଁ ତାଙ୍କୁ 6 ବର୍ଷ କିମ୍ବା 65 ବର୍ଷ ଯେଉଁଟା ଆଗେ ହେଲା, ସେ ଅନୁଯାୟୀ ତାଙ୍କର ରେଜିଗ୍ନେସନ୍ ନେଇଯିବେ।
एंड एड्रेस टू दी प्रेसिडेंट ये ऑटोमेटिकली तुम प्रेसिडेंट को ही एड्रेस करेंगे कहीं जदि तुमको एमती गोटे केस आसाला सी तुम इलेक्शन कमिशन ऑफ इंडिया ता ना भी तुम शुणी दि पॉलिटिशियन सॉरी दि ऑफिसर हु इट्स पॉलिटिशियन इन हिज ब्रेकफास्ट ताको थरे कहले पीएम कि इलेक्शन को तुम आर मास को रिशेड्यूल करो कि गोटे कौन कौन एमती गोटे कौन एमती क्वेश्चन करते क्या इलेक्शन चीफ इलेक्शन कमिशन जी थे किए कहते तुम पीएम बट जदि एबेका पार्टी कौन होबे जो आम इलेक्शन देखुं ये डायरेक्ट कौन पीएम कहला माने तोर इलेक्शन कमिशन हो जी हो सब कथार आसी जाऊँगा जो सिचुएशन तुम देखुच जो आम ये है बट ये गोटे लोक थे ये कहले आई एम द अंडर ऑफ माने मते प्रेसिडेंट ऑफ इंडिया मते अपॉइंट करिसंती तो मोर किसी भी एमती क्राइटेरिया नहीं कि मु आपन कथा मानिबी आई एम ऑलवेज आंसरेबल टू द प्रेसिडेंट नॉट यू सो आपण देखंतु कोन करिवे कोन नाही सो एई भली आंसर ताको डेलीवर करथिले चीफ इलेक्शन कमिशन मु कहूची ए सब 90s कथा हला एबका स्टेज तो केमती हेलानी इलेक्शन कमिशन तो ताको पॉकेट रे रहउचंती बट तुम चाहिए तुम पावर एतिक अच्छी तुम पारिब एतिक बट किए करुँच किए ना कारण बहुत सारा कौन ये आम जिनस क्रिमिनालाइज हो जाऊँगी जिनस गुटा जो मैंने भी बाहर जो मैंने भी प्रोटेस्ट करने बाहर चुप कर दि जाऊँगी एमती सारा केस मुझे बहुत सारा देखिले कि जो मैंने भी स्टेप ना चाहूँगी तुम जो जो खाली आम आम आदमी नुह तुम आईपीएस ऑफिसर आईएएस ऑफिसर तुम जो आईएफएस ऑफिसर ये समस्ते से जाल अच्छा कारण एम जो गोटे जगह को जी देख तुम जब गोटे जगह को जीव तुम जगार पोस्टिंग है जगार तुम पोस्टिंगटा होगला ये जगार किसी गोटे थी डिस्प्यूट कि गोटे स्काम चलती तुम जब से स्कामटा को एक्सपोज कर ट्राए तुमको आसज मंत्री फोन सब ये मंत्री फोन कर से मंत्री फोन कर आमर सिस्टमटा एमती है जो मंत्री लोक मान अधिकारी सब पशि से सब क्रिमिनालाइजेशन समस्त ना क्रिमिनाल केस थी तो ये जो लोकटा ये आसी आईएएस ऑफिसर ये क्रिमिनाल सहित तुम बुझीपार कि छक्का पंचा कहीं हुए ये गोटे एजुकेटेड ऑफिसर ये एते पाठ पढ़ी के आसी ये माने तार फ्लो रे मंत्री होती तो आर इगो हट हुए तो ये तुम टसल स्टार्ट हुए से जो गोटे डिस्ट्रिक्ट तुम बेसी डेभलप हो पारे ना कारण से तुम जेतिक सब मंत्री था जी आईएएस ऑफिसर था बाकी रहा कि जुडिशियरी ये तीन जनकर इगो स्ट्रगल जो गोटे जगह डेभलप हो पारे ना तापर तो पैसा कथा छाड़ आंकर रिमूवल केमती हुए आंकर रिमूवल भी एत सहज नुह कारण तुमर जो ही कैन बी रिमूव्ड बाय द प्रेसिडेंट ओनली ओनली इन अकॉर्डेंस विथ द प्रोसीजर मेंशन इन द कॉन्स्टिट्यूशन एमती ना कि तुम तार थी मैनर थी कौन ना प्रूवेन मिसबिहेवियर और इनकापासिटी यही जो ही तुम जीव कारण जो ये प्रेसिडेंट कथा कहमती ना कि जदि एखे प्रेसिडेंट को अपॉइंट देती प्रेसिडेंट को इच्छा हे काल सका तू क्या कह क्या आर कम कर तोर कि कम ना तू चल तो सब भूलीजनी आ पछरे किए अच्छे तुम काउंसिल ऑफ मिनिस्टर अच्छी काउंसिल ऑफ मिनिस्टर जहाँ कहे अकॉर्डिंगली प्रेसिडेंट काम करेंगे इट इज बाइंडिंग हाँ तुम प्रेसिडेंट अपॉइंटमेंट दिखती बट मन इच्छा बाहर करेंगे ना तुम अपॉइंटमेंट कि ये है तुम काउंसिल ऑफ मिनिस्टर तय कर सारापर तुम दीटा जाक हाउस रु पास हो सारापर आपको जाकि रिमूव हम एत सहज नुह आपको रिमूव करवा है द प्रोसेस इज रिजोल्यूशन पास्ड बाय both houses in parliament with the special majority simple majority नुह special majority ताको पास करिया पड़िबो हला तापर जाय से रिमूव होबे नले से हेबेनी देन इंडिपेंडेंस ऑफ द कैग ऑफ कोर्स आम कैग रो ऑफिस टाको सेतिक इंडिपेंडेंट रखा जाउचे जेमति कि आउ को पार्टी सेटिक प्रेशर पड़िबो नाही आकु इंडिपेंडेंट रखियार मेन रीजन कोन तोरे एबे गोटे एठी तार गोटे चिठा अच्छी ए चिठार तार बाहर केते थर ये हो जाइए 1000 कोटी टका ये हिसाब रखी 1000 कोटी टका बट गवर्नमेंट कतरे 800 कोटी टका अच्छे 200 कोटी टकर हिसाब गवर्नमेंट कतरे नहीं जदि ये इंडिपेंडेंट न होबे ये ये इंटरफेयर कर ये जो 200 कोटी ये गायब है जानव किए कारण आम पाखे तो ट्रांसफरेबिलिटी ना ना जिनस भी एत ट्रांसफरेबल चैनल कि क्या कम को तुम बस टीवी देख कि आंक कम को तुम बस टीवी देख जदि ए सब बॉडी आमर इंडिपेंडेंट न हुए ये सब केमी चलते ट्रस्ट चलते ना मोटे ट्रस्ट अच्छी कि गवर्नमेंट एमती चलुची बोली बट भितर जिनस गुड़ा केमितिया एबे हो गलानी केमितिया पॉलिटिकाइजेशन है कि क्रिमिनालाइजेशन है कि जिनस गुड़ा केमितिया हो गलानी जिनस भावनी कि आम इंडिया खराब खराब सिस्टम अच्छे बढ़िया बढ़िया सिस्टम अच्छे बट ड्यू टू द इंटरफेरेन्स ऑफ द वेरी अनएजुकेटेड पीपल्स कहीपर कि देख जिनस हूँ कि जो अनएजुकेशन थी
ଦେଖ ଏଇଟା କାହିଁକି ହୁଏ କହିଲ? ତମ ବାପା ଯୋଉ ବିଜନେସଟାକୁ ନିଜ କଷ୍ଟରେ ଠିଆ କରିଥିବେ, ଯୋଉ କଷ୍ଟ ଦେଇଥିବେ, ଗୋଟେ ପୁଅ କେବେ ବି ବୁଝେ ନାହିଁ। କ'ଣ ପାଇଁ? ସେ କ'ଣ କରିନି? କଷ୍ଟ କରିନି ଭାଇ। ସେ କ'ଣ କରିନି? କଷ୍ଟ କରିନି। ଯେହେତୁ କଷ୍ଟ କରିନି, ସେ କେମିତି ବୁଝିବ କି ସେ କେତେ ଷ୍ଟ୍ରଗଲ୍ ଦେଇକି ତା ବାପାଟା ଉଠିଛି ବୋଲି? ତ ଜିନିଷ ହେଲା କି ତମେମାନେ ଯଦି ବି ଆମର ସ୍ୱାଧୀନତାର 60 ବର୍ଷ ପରେ ଯିଏ ଗଭର୍ଣ୍ଣମେଣ୍ଟକୁ ଆସୁଛନ୍ତି, ସିଏ ଜାଣିନି ଦେଶ ସ୍ୱାଧୀନ କେମିତି ହେଇଛି। ହ୍ୱାଟ୍ ଷ୍ଟ୍ରଗଲ୍ ହି ଗିଭ୍ ଟୁ ଦି ସ୍ୱାଧୀନତା କି ଯାହା ବି। ଲୋକ ତ ମାନେ ଦେଖ ନେଗେଟିଭ୍ ଜିନିଷ ସବୁଠି ଅଛି। ତମେ ଯାହାକୁ ଆଗକୁ ବାହା ହେବାକୁ ବି ଯିବ, ତାଙ୍କ ନାଁରେ ତମେ ବହୁତ ନେଗେଟିଭ୍ କଥା ଶୁଣିବ। ବଟ୍ ଜିନିଷ ହେଉଛି କି ନେଗେଟିଭ୍ କଥା ଶୁଣିଲେ ତମେ ଜୀବନରେ ଚାଲିପାରିବ ନାହିଁ। ଯେମିତି ହିଷ୍ଟ୍ରିରେ ଆମର ବହୁତ ଜାଗାରେ ନେଗେଟିଭ୍ କଥା ବି ତମେ ଦେଖିବାକୁ ମିଳିବ। ବଟ୍ ତା ଛଡ଼ା କିଛି ପଜିଟିଭ୍ ପଏଣ୍ଟ ବି ତ ଅଛି ନା। ତ ତମକୁ ଜୀବନରେ ଖୁସି ରହିବାର ଅଛି, ତମେ ପଜିଟିଭ୍ ପଏଣ୍ଟ ନବ। ନେଗେଟିଭ୍‌ରେ ତ ଦୁନିଆ ହିଁ ଚାଲିଛି ଭାଇ। ଛାଡ଼। ତ ତାଙ୍କ ସିକ୍ୟୁରିଟି ଟେନର ଏମିତି ହେଇକି ଆସେ, ଇଟ୍ ଡଜଣ୍ଟ ହୋଲ୍ଡ ଅଫିସ୍ ଟିଲ୍ ଦି ପ୍ଲେଜର ଅଫ୍ ଦି ପ୍ରେସିଡେଣ୍ଟ। ବୁଝିଲ? ତାଙ୍କୁ ଡାଇରେକ୍ଟ ତମର କହିଲେନି ଯୋଉ ସ୍ପେଶାଲ ମେଜରିଟି ଯିବ, ଇଏ ହବ, ତାପରେ ସେ ଯାଇକି ରିମୁଭ୍ ହେବେ ଥ୍ରୁ ଦି ଆପଏଣ୍ଟମେଣ୍ଟ ବାଇ ହିମ୍। ତାପରେ ହେଉଛି ineligibility, not eligible for the further office under the government of the India or any state after he case to hold office। ଏଇଟା ତମେ ମନେ ରଖିବ କି ତମର କ୍ୟାଗ୍ ଆଉ ଥରେ ରିଆପଏଣ୍ଟମେଣ୍ଟ ହେବେ ନାହିଁ କୋଉଠି ବି। ଇଟ୍ ଇଜ୍ କଲ୍ଡ ଆଜ୍ ଦି ସିକ୍ରେସି। ଇଏ ଯଦି କୋଉଠି କ୍ୟାଗ୍ ରହିବେ, ପୁଣି ଯାଇକି ଆଉ କୋଉଠି ଯଦି କ୍ୟାବ୍ କଲେ, ମାନେ ଆଉ କୋଉଠି ଯଦି ଡ୍ୟୁଟି କଲେ, ଦେନ୍ ତାଙ୍କର ସିକ୍ରେସି ଲସ୍ ହେବାର ଚାନ୍ସ ଥାଏ। ସେଇ ଯୋଗୁଁ ଇଜ୍ ନଟ୍ ଏଲିଜିବଲ୍ ଫର୍ଦର ଅଫିସ୍ ଅଣ୍ଡର ଦି ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ଅର୍ ଏନି ଷ୍ଟେଟ୍ ଆଫ୍ଟର ହି କ୍ରେଜ୍ ଟୁ ହୋଲ୍ଡ ଅଫିସ୍। ମାନେ ସେ ହୋଲ୍ଡ କରିସାରିଲା ପରେ ବି ଆଉ ଯୋଉଠି ବି ଥିବେ, ସେଠୁ ସେ ରହିବେ ନାହିଁ, କିମ୍ବା ଯେ ଅଟୋମେଟିକାଲି ମାନେ ଯୋଉ ମାନେ ଯୋଉ ଟାଇମ୍ ତାଙ୍କର ରିଟାୟାରମେଣ୍ଟ ହେଇଯିବ, ଆଉ ତାପରେ ଯାଇପାରିବେ ନାହିଁ। ହେଲା। ତାପରେ ଆରେ କୁଆଡ଼େ ଗଲା ଇଏ? ଇଣ୍ଡିପେଣ୍ଡେନ୍ସ କ'ଣ ଆଙ୍କର ଇଣ୍ଡିପେଣ୍ଡେନ୍ସ? ତମକୁ ମୁଁ ବୁଝେଇଥିଲି ଚାର୍ଜ ଏକ୍ସପେଣ୍ଡିଚର ଆଉ ଇଏ ଏକ୍ସପେଣ୍ଡିଚର। ତ ସାଲେରୀ ଡିଟରମାଇନ୍ଡ ବାଇ ଦି ପାର୍ଲିଆମେଣ୍ଟ। କେମିତି ଲେଖା ହେଇନି, ଯଦି ତମକୁ ପଚାରାଯିବ କି କ୍ୟାଗ୍ର ସାଲେରୀ ଆମ କନଷ୍ଟିଟ୍ୟୁସନରେ କେତେ ବୋଲି ଲେଖା ହେଇଛି, ତମେ ଲେଖିବ ଏମିତି କିଛି ନାହିଁ କ୍ରାଇଟେରିଆ, ଇଟ୍ ଡିଟରମାଇନ୍ଡ ବାଇ ଦି ପାର୍ଲିଆମେଣ୍ଟ। ଏଇଗୁଡ଼ା ହିଁ ତମ କୋଶ୍ଚିନ୍ର ପଏଣ୍ଟ। ଯୋଉଟା ସହଜ ସହଜ ଦେଖାଯାଏ, ତମ କୋଶ୍ଚିନ୍ରେ ସେଗୁଡ଼ାକ ହିଁ ପିକ୍ କରେ କି ଏଗୁଡ଼ା ତମ କନଷ୍ଟିଟ୍ୟୁସନରେ ଲେଖା ହେଇଛି କି ନାହିଁ, ପ୍ରପରଲି ଗୋଟେ ଛୁଆ କନଷ୍ଟିଟ୍ୟୁସନ ପଢ଼ିଛି ନା ନାହିଁ। ଆଣ୍ଡ ଇକ୍ୱାଲ୍ ଟୁ ଦି ଜଜ୍ ଅଫ୍ ଦି ସୁପ୍ରିମ କୋର୍ଟ। ଜଜ୍ ଅଫ୍ ଦି ସୁପ୍ରିମ କୋର୍ଟ ଯେତେ ପାଉଥିବେ ଇକ୍ୱାଲ୍ ପାଇବେ। ଆଣ୍ଡ କ୍ୟାନଟ୍ ବି ଅଲ୍ଟର୍ଡ ଟୁ ହିଜ୍ ଡିସଆଡଭାଣ୍ଟେଜ୍। ତାଙ୍କ ଡିସଆଡଭାଣ୍ଟେଜ୍ ପାଇଁ ତାକୁ ଅଲ୍ଟର କରିହେବ ନାହିଁ। ଷ୍ଟାଫ୍ କଣ୍ଡିସନ୍ ଇଜ୍ ପ୍ରେସ୍କ୍ରାଇବ୍ଡ ବାଇ ଦି ପ୍ରେସିଡେଣ୍ଟ ଆଫ୍ଟର କନସଲଟେସନ୍ ୱିଥ୍ ଦ କ୍ୟାଗ୍। ତାଙ୍କର ଷ୍ଟାଫ୍ ମାନେ ସବୁ କେମିତି କ'ଣ ମାନେ ତାଙ୍କର କଣ୍ଡିସନ୍ ରହିବ, ସେ ତମର ପ୍ରେସିଡେଣ୍ଟ ମାନେ ତାଙ୍କୁ ପ୍ରେସ୍କ୍ରାଇବ୍ କରିବେ, ବଟ୍ କ୍ୟାଗ୍ ସହିତ କଥାବାର୍ତ୍ତା ହେଇକି। ଏଇଟା ଏମିତି କଥା ହେଇଗଲା, ଯଦି ପିଏମ୍ ଆମର ପ୍ରେସିଡେଣ୍ଟ ପିଏମ୍କୁ ଆପଏଣ୍ଟମେଣ୍ଟ ଦେବେ, ତାପରେ ବାକି ସବୁ ଯେତିକର ମନ୍ତ୍ରୀଙ୍କର ଆପଏଣ୍ଟମେଣ୍ଟ ହେବ, ପ୍ରେସିଡେଣ୍ଟ କରେଇବେ, ବଟ୍ ଆଟ୍ ଦି କନସଲଟେସନ୍ ଅଫ୍ ଦି ପିଏମ୍। ସେ ଜିନିଷରୁ ତମେ ଆର କନେକ୍ସନ୍ ନେଇପାରୁଥିବ। ଆର ଆଡମିନିଷ୍ଟ୍ରେଟିଭ୍ ଏକ୍ସପେନ୍ସେସ୍ କ'ଣ ରହିଲା? ଚାର୍ଜ ଅପନ୍ ଦି କନସୋଲିଡେଟେଡ୍ ଫଣ୍ଡ ଅଫ୍ ଦି ଇଣ୍ଡିଆ। ମୁଁ ବୁଝେଇଥିଲି କ'ଣ, ହ୍ୱାଟ୍ ଡୁ ମିନ୍ ବାय ଦି ଚାର୍ଜ ଏକ୍ସପେଣ୍ଡିଚର? ଚାର୍ଜ ଏକ୍ସପେଣ୍ଡିଚର ମାନେ କ'ଣ? ତମର ଯୋଉ ଭୋଟ୍ ହୁଏ, ତମର ଧର ଗୋଟେ ଆସିଲା ଯୋଉ ବଜେଟରେ ବହୁତ ସାରା ସ୍କିମ୍ ଥାଏ। ମାନେ ବଜେଟ ନାହିଁ, ଖାଲି ଗୋଟେର ଆସେ। ତ ଏ ସାରା ଜିନିଷ ଭିତରୁ କୋଉଗୁଡ଼ାକ ତମର ଚାର୍ଜ ଏକ୍ସପେଣ୍ଡିଚର ଥାଏ, ଆଉ କୋଉଗୁଡ଼ାକ ତମର ଭୋଟ୍ ହୁଏ। ଭୋଟ୍ କୋଉଗୁଡ଼ା ହୁଏ? ଯୋଉଟାକି ଗ୍ରାଣ୍ଟ ଥାଏ, ମାନେ ଗ୍ରାଣ୍ଟ କହୁଛି, ଯୋଉଟାକି ତମର ଇନଭେଷ୍ଟମେଣ୍ଟ ଥାଏ କି ଆଗକୁ ଯୋଉ କାମ ହେବ, ଏଇଠୁ ଏତେ ଟଙ୍କା ହେବ, ସେଇଠୁ ତମର କ'ଣ ଲାଗେ? ସେଇଠୁ ତମର କଟମୋସନ୍ ଲାଗେ। ଭୋଟ୍ ହେଇସାରିଲା ପରେ ତମର କଟମୋସନ୍ ଲାଗେ। ଶୁଣିଥିବ କି ଏ ଟଙ୍କାକୁ କମିଗଲା, ଏ 100 ଟଙ୍କାକୁ କମିଗଲା, ସେଇ ସବୁ ସିଷ୍ଟମ୍। ବଟ୍ ଏମିତି ଏମିତି ଗୋଟେ ଜିନିଷ ଥାଏ ଯୋଉଟାକି ଚାର୍ଜ ଥାଏ, ଯୋଉଥିରେ କିଛି ଭୋଟ୍ ହୁଏ ନାହିଁ, ଏ ଯିବ ହିଁ ଯିବ। ଯେମିତିକି ଆଙ୍କମାନଙ୍କର ସବୁ ସାଲେରୀ ଡାଇରେକ୍ଟଲି ଫ୍ରମ୍ ଦି କନସୋଲିଡେଟେଡ୍ ଫଣ୍ଡ ଅଫ୍ ଦି ଇଣ୍ଡିଆ, ଯୋଉଠିକି ତମର ସବୁ ଯାକ ପଇସା ରହେ, ଯାହାକି ଆମର ଟ୍ୟାକ୍ସରୁ ଯାଏ। ତ ଟ୍ୟାକ୍ସରୁ ଯାଇକି ପୁଣି ପଇସା କୋଉଠି ଗୋଟେ ରହୁଥିବ ନା, ତ ସେ ଯୋଉଠି ରହେ ତାରି ନାଁ ହେଉଛି କନସୋଲିଡେଟେଡ୍ ଫଣ୍ଡ ଅଫ୍ ଇଣ୍ଡିଆ। ହେଲା, ଯୋଉଟାକି ତମର ଆର୍ଟିକଲ ନମ୍ବର 266ରେ ଅଛି। କ୍ଲଜ୍ 1 2 ଦେଖିଦବ। ଦେନ୍ ଆଙ୍କର ଡ୍ୟୁଟି କ'ଣ? ଇଟ୍ ଇଜ୍ regulated by the CAC, Duty, Power and the Condition Service Act of 1971। ତ ଆଙ୍କର ଯେତିକି ଡ୍ୟୁଟି ଆଉ ପାୱାର ରହୁଛି, ଏ ଡ୍ୟୁଟି ପାୱାର କଣ୍ଡିସନ ଅଫ୍ ସର୍ଭିସ ଆକ୍ଟ, ଏଇ ଆକ୍ଟରୁ ସେମାନେ ପାୱାର ପାଉଛନ୍ତି। ଆଣ୍ଡ ଅଡିଟ୍ ଆକାଉଣ୍ଟ retail of all expenditure from the consolidated fund of the India of each state and each union territory with legislative assembly, जो यूटीर legislative assembly थिबो, and audits expenditure from the contingent fund and public account of the India and the state। ତେଣୁ ସମସ୍ତଙ୍କର ଇଏ ତମର जो
ऑडिटिंग तमर ही गोटे ही ब्रांच देखे ता ना होची कैग आर्टिकल 149 वाइज। तापर ऑडिटिंग रो फंक्शन कौन? इट इज ऑडिट ऑल ट्रेडिंग मैन्युफैक्चरिंग एंड प्रॉफिट अकाउंट लॉस अकाउंट बैलेंस शीट ऑफ द सेंट्रल एंड स्टेट डिपार्टमेंट। Audit receipt and expenditure of the bodies financed by the revenue of the center and the state and government companies and other cooperative if law required। ମାନେ ବୁଝିପାରୁଥିବ ଆଉ ଏଇଟା ଅଡ଼ିଟ୍ର ଫଙ୍କସନ୍ କ'ଣ, ମାନେ ସବୁ ଜିନିଷର ଅଡ଼ିଟିଂ ଇଏ କରେ। ଯେତିକି ତମ ରିସିପ୍ଟ ଆସେ ତ ତମ ଇକୋନୋମିରେ ତମେ ଜାଣିଲ କି ରିସିପ୍ଟ ଆଉ ଏକ୍ସପେଣ୍ଡିଚର ଭିତରେ କ'ଣ ଡିଫରେନ୍ସ ଅଛି। ତ ସେ ସବୁ ଜିନିଷ ଯେତିକି ସବୁ ତମର ରିସିପ୍ଟ ଅଣ୍ଡରରେ ଆସେ କି ଏକ୍ସପେଣ୍ଡିଚର ଅଣ୍ଡରରେ ଆସେ ସେ ସବୁ ଯାକ ତମ କ୍ୟାଗ୍ ଦେଖିବ ହେଲା। ଆଉ ତମର ଏଇ ରିସିପ୍ଟ ଆଉ ଏକ୍ସପେଣ୍ଡିଚର କ'ଣ ଅଛି ତମ ଇକୋନୋମିରେ ଭଲସେ ଜାଣିପାରୁଥିବ କୋଉଡ଼ାକ ସବୁ ତମର ରିସିପ୍ଟରେ ଯାଏ କୋଉଡ଼ାକ ସବୁ ତମର ଏକ୍ସପେଣ୍ଡିଚରରେ ଯାଏ। ଆର୍ଟିକଲ 149 ଜାଣିଲ। ତାପରେ 150 ଜାଣ। 150 କହୁଛି ଇଟ୍ ଇଜ୍ ଆଡଭାଇସେସ୍ ଦି ପ୍ରେସିଡେଣ୍ଟ ରିଗାର୍ଡିଂ ଦି ଫର୍ମ in which accounts of the center and the state are to be kept। ये कौन करे? ये एडवाइस दिए प्रेसिडेंट को रिगार्डिंग द फॉर्म इन व्हिच द अकाउंट माने इन व्हिच द अकाउंट ऑफ द सेंटर एंड द स्टेट आर टू बी केप्ट। कि को फॉर्म रे तमरो जो सेंटर और स्टेट अछन तका अकाउंट केमति रहिबो से प्रेसिडेंट को एडवाइस दियंती। एंड 151 तुमको रिपोर्ट सबमिट करे कहा को? टू द प्रेसिडेंट सेंटर रे, टू द गवर्नर स्टेट रे, टू लेड बिफोर द पार्लियामेंट। तो पार्लियामेंट रे तमे डायरेक्ट जति एमती क्वेश्चन आसला कि क्या रिपोर्ट कोन डायरेक्ट तम पार्लियामेंट को जाए? नो, तमर फास्ट पार्लियामेंट रे लेट डाउन हबा पूर्वरु तमर प्रेसिडेंट को पाक को जाए, देन तमर पार्लियामेंट को जाए। तो ये जो छोट छोट पॉइंट उडा मन रखुतो। देखो क्या तमर तीन प्रकार रो ये सब देखिबा अप्रोप्रिएशन अकाउंट कौन, फाइनेंस अकाउंट कौन, पब्लिक अंडरटेकिंग तमर से जो छड़ा जो एटा मु छाड़ दीजिए बोते जो पार्लियामेंट्री कमिटीज गुडाक सेटा एटा देखि दबा जदी बोते पढैतिल ना कोन देखि देई मु रो। तापर तमर इज ऑडिट रिपोर्ट ऑन द अप्रोप्रिएशन अकाउंट $, study the appropriation account, finance account and the public undertaking। माने the public account committee examine this report। जो क्याग तुमको कहली जो क्याग जो रिपोर्ट गुड़ाक तैयारी करदेला तापर तमर जेतिक सब पार्लियामेंट्री कमिटीज अछंती तुमको मु देखैतिली तांको भितरु गोटे हला तमर पब्लिक अकाउंट कमिटी। सी एई सब क्याग रो रिपोर्ट को उठै के आने की तार एग्जामिन करे। सी सेमती किछ एग्जामिन करेनी बसिकी। एट जो कोन हुए एट तम सब स्क्रूटिनाइजेशन हुए तमर एट कोन हुए एट सब तुम स्क्रूटिनाइजेशन हुए। कौ जिस स्क्रूटिनाइजेशन हुए कि तुम कौन कौन सब ठीक अच्छे कि भूल अच्छी एट सब देखा है। अच्छा शुभुची तो सब ठीक ठाक? यस सर। भिडियो देला बेलू से लाभ ना खाली गोटे पेन तो आइला भिडियो की दरकार ना एटा गोटे स्क्रीन खाली मारी बस। अच्छा रोल आंकर कौन? अकाउंटेबिलिटी माने कहा पई it's uphold the constitution and the law of the parliament in field of the financial administration and ensure the executive accountability to the parliament in the sphere of the financial administration। ये सब accountability तमर जदि आसीबो तांकर रोल विषय तुमको मेंस रे लिखियाबो यू कैन ऐड दिस पॉइंट्स आको तुम पढ़ी की बुझी पारथुबो कोन ए सब जिंसर मीनिंग कौन लिखा है। एनश्योर द एग्जीक्यूटिव अकाउंटेबिलिटी ऑफ कोर्स से एग्जीक्यूटिव बॉडी तांकर अकाउंटेबिलिटी को से पार्लियामेंट आगर एनश्योर करंती इन द स्पीयर ऑफ द फाइनेंशियल एडमिनिस्ट्रेशन एंड माने एमती जिनसटा जदी बुझिबा एटा तमर जदी फाइनेंशियल एडमिनिस्ट्रेशन एटा तमर एटा धर टोटल तमर एडमिनिस्ट्रेशन हला। एडमिनिस्ट्रेशन बहुत टाइप रो अछि तमर पॉलिटिकल हला तमर इकोनॉमिकल हला तमर जेतिको फाइनेंशियल एडमिनिस्ट्रेशन अछि आकु माने पार्लियामेंट रो जोटा गोटे ड्यूटी तमर कोन पार्लियामेंट रो आउ भी गोटे ड्यूटी हला तमर फाइनेंशियल एडमिनिस्ट्रेशन बट ताकू से एनश्योर कहा द्वारा करे तम क्याग द्वारा करे जे कि ताकू रिपोर्ट दिए ता सब अकाउंटेबिलिटी दिए ताकू यूज करी कि ये तमर फाइनेंशियल एडमिनिस्ट्रेशन को रन करे। an agent of the parliament and conduct audit of the expenditure on behalf of the parliament। okay then it's mandatory legal versus the property it is mandatory to check if the expenditure follows the rule and not is it
is it legal or not. Then it is discretionary to check wisdom, faithfulness, and the economy of the expenditure. Is it wise, necessary? এটা ତାର ଆବଶ୍ୟକତା ନାହିଁ, ଛାଡ଼। 10 ପଢ଼ିଦିଅ, ଛାଡ଼। ତାପରେ ତମର କ'ଣ ରହିଲା, ଦୁଇଟା ସିଷ୍ଟମ୍। ଗୋଟେ ହେଲା ତମର କ୍ୟାକ୍, ଆଉ ଗୋଟେ ହେଲା ତମର ପବ୍ଲିକ୍ ଆପ୍ରୋପ୍ରିଏସନ୍ସ, ସରି ପବ୍ଲିକ୍ କର୍ପୋରେସନ୍ସ। ଆଙ୍କ ରିଲେସନସିପ୍ ଫଲ୍ ଇଣ୍ଟୁ 3 କାଟେଗୋରୀ। ଗୋଟେ ଡାଇରେକ୍ଟ ଅଡ଼ିଟ୍ ହୁଏ, ଗୋଟେ ସପ୍ଲିମେଣ୍ଟାରୀ ଅଡ଼ିଟ୍ ହୁଏ, ଆଉ ଗୋଟେ ନୋ ରୋଲ୍ ଯାହାର ଥାଏ। ତ ଡାଇରେକ୍ଟ ଏମାନେ କ୍ୟାଗ୍ ତମର ଡାଇରେକ୍ଟ ଅଡ଼ିଟ୍ କାହାର କରନ୍ତି, ମାନେ ଡାଇରେକ୍ଟ ଅଡ଼ିଟ୍ ତମ କ୍ୟାଗ୍ କେଉଁ କମ୍ପାନୀର କି କାହାର କରନ୍ତି। ଯେମିତିକି ଟୋଟାଲି ଅଡ଼ିଟେଡ୍ ବାଇ ଦ କ୍ୟାଗ୍, ଯେଉଁଟାକି ତମର ONGC ହେଇଗଲା, ତମର ଯେତିକି ଏୟାର ଇଣ୍ଡିଆ ପ୍ରି ପ୍ରାଇଭେଟାଇଜେସନ୍ ହେଇଗଲା, ତମର ଯେଉଁ ଦାମୋଦର ଭ୍ୟାଲି କର୍ପୋରେସନ୍ ହେଇଗଲା, ଏସବୁ ଜିନିଷର ଅଡ଼ିଟିଂ ତମ କ୍ୟାଗ୍ କରେ। ବଡ଼ ବଡ଼ ଗଭର୍ଣ୍ଣମେଣ୍ଟ ଯେଉଁଟାକି ତମ ବଡ଼ ବଡ଼ PSU କହିବ, ସେ ସମସ୍ତଙ୍କର ଅଡ଼ିଟ୍ ବି ତମର କ୍ୟାଗ୍ କରେ। ସପ୍ଲିମେଣ୍ଟାରୀ କ'ଣ କରେ? ଅଡ଼ିଟେଡ୍ ବାଇ ଦି ପ୍ରାଇଭେଟ୍ ଅଡ଼ିଟର, ବଟ୍ କ୍ୟାଗ୍ ଡଜ୍ ସପ୍ଲିମେଣ୍ଟାରୀ ଅଡ଼ିଟ୍। ପ୍ରାଇଭେଟ୍ ଦ୍ୱାରା ଅଡ଼ିଟିଂ ହୁଏ, ବଟ୍ କ୍ୟାଗ୍ ଲାଷ୍ଟରେ ତାର ସପ୍ଲିମେଣ୍ଟାରୀ ଅଡ଼ିଟିଂ କରିଥାଏ। ଯେମିତି ତମର ଯେଉଁ ଇଣ୍ଡଷ୍ଟ୍ରିଆଲ ଫାଇନାନ୍ସ ହେଇଗଲା, ସେଇ ଟାଇପ୍, ତାକୁ ସେ ସବୁ ସପ୍ଲିମେଣ୍ଟାରୀ ଅଡ଼ିଟ୍ରେ ଯିବ। ଗୋଟେ ଡାଇରେକ୍ଟ ଅଡ଼ିଟ୍ ଥାଏ, ଆଉ ଗୋଟେ ଅଡ଼ିଟ୍ ଦ୍ୱାରା ଯେଉଁଟାକି ସବୁ ବଡ଼ ବଡ଼ କମ୍ପାନୀ ନୁହଁ, ସେ ପ୍ରାଇଭେଟ୍ କମ୍ପାନୀର ଯେଉଁଗୁଡ଼ା ସବୁ ଅଡ଼ିଟିଂ ହେଇକି ଥାଏ, ସେ ତାକୁ ନିଅନ୍ତି। କାରଣ ଏସବୁ ସପ୍ଲିମେଣ୍ଟାରୀରେ ଦେଖନ୍ତି, କାରଣ ତାଙ୍କ ମେନ୍ ଜିନିଷ ଟ୍ୟାକ୍ସ ନା। ଯେଉଁ କମ୍ପାନୀର ଯେତେ ଅଡ଼ିଟିଂ ହେଇଥିବ, ଯେତେ ଲାଭବାର ଥିବ, ସେ ଅନୁଯାୟୀ ସେ ଟ୍ୟାକ୍ସ ନେବେ। ତ ଏସବୁ ଜିନିଷରେ ସେମାନେ ଭୁଲ କରନ୍ତି ନାହିଁ। ନୋ ରୋଲ୍ କ'ଣ କି ଟୋଟାଲି ଯେଉଁଗୁଡ଼ାକ ଟୋଟାଲି ପ୍ରାଇଭେଟ୍ ଅଡ଼ିଟ୍, କେଉଁଗୁଡ଼ାକ LIC ହେଇଗଲା, ତମର RBI ହେଇଗଲା, SBI ହେଇଗଲା, FCI ହେଇଗଲା, ଏଥିରେ କ୍ୟାଗ୍ର କିଛି ରୋଲ୍ ନାହିଁ। RBIର ଯଦି ଏକ୍ଜାମ୍ରେ ଆସିବ, ଏଇଟା ସବୁ କନଫ୍ୟୁଜ୍ ହେବନି। ଯେଉଁ ଜିନିଷଟା ତୁମକୁ କହୁଛି, ଯଦି ତମେ ଜାଣିଲ କି କ୍ୟାଗ୍ ସବୁ କରେ, କିନ୍ତୁ ଏବେ ଏକ୍ଜାମ୍ରେ ଆସିଯିବ କି SBI ତମର କ୍ୟାଗ୍ ଆର ଅଡ଼ିଟିଂ କରେ କି ନାହିଁ, ଏଇଟା ତମେ କନଫ୍ୟୁଜ୍ ଖାଇଯିବ। ଆରେ SBI କରେ ନା ନାହିଁ? ମୁଁ ତ ପଢ଼ିଥିଲି ଆର୍ଟିକଲ୍ 149 ୱାଇଜ୍, ଇଏ ଗୋଟେ କନଷ୍ଟିଟ୍ୟୁସନାଲ୍ ବଡି, ସବୁ ଇଏ ତମର କରିପାରିବ। ବଟ୍ ତମର ଇଏ କହୁଛି କି LIC, RBI, SBI, FCI ଏସବୁ ଜିନିଷର ସେ ଅଡ଼ିଟିଂ କରିବ ନାହିଁ। ଆଙ୍କ ପାଇଁ ତାଙ୍କର ଅଲଗା ଅଲଗା, ସେ ତାଙ୍କର ଏଠି କ୍ୟାଗ୍ର କିଛି ରୋଲ୍ ନାହିଁ ହେଲା। ତ ସେସବୁ ଜିନିଷ ତ ଏଇଟା ସବୁ ଟିକେ ଦେଖୁଥିବ କି ନୋ ରୋଲ୍ ଏଠି କେଉଁଠି ଅଛି, ଏଗୁଡ଼ାକି ତମ କୋଶ୍ଚିନ୍ରେ ମାର୍କ କରନ୍ତି। କାରଣ କ୍ୟାଗ୍ କାହାର ଅଡ଼ିଟିଂ କରେ ସବୁ ଜାଣିଛନ୍ତି, ବଟ୍ କ୍ୟାଗ୍ ଏଇଟାର ଅଡ଼ିଟିଂ କରେ କି କରେ ନାହିଁ, ସେଇଠି ଉପରେ ଟିକେ କନଫ୍ୟୁଜ୍ ଖାଇଯିବ। LIC, RBI, FCI। ଦେନ୍ ଇଟ୍ ଇଜ୍ କଲ୍ ଆଜ୍ ଦି ଆପ୍ଲେ ବାୟର କ୍ରିଟିସିଜିମ୍। କ'ଣ ଥିଲା ଏଠି ନା, କ୍ୟାଗ୍ ଫଙ୍କସନ୍ କି କ୍ରିଟିସିଜିମ୍ ତ ସବୁଠି ଥାଏ ହେଲା, ସବୁ ଜିନିଷର କ୍ରିଟିସିଜିମ୍ ଥାଏ। ବଟ୍ କ୍ୟାଗ୍ ଫଙ୍କସନ୍ ଇଜ୍ ଏ କଲୋନିଆଲ୍ ଇନହେରିଟାନ୍ସ। କି କ୍ୟାଗ୍ର ଯେଉଁ ଫଙ୍କସନ୍ ଅଛି, ତମେ ଏଇଟା କଲୋନିଆଲ୍ ଏରାରୁ ଇନହେରିଟେଡ୍ କରିକି ଆଣିଛ, ଆଣ୍ଡ ନଟ୍ ସୁଇଟେବୁଲ୍ ଫର୍ ଦି ଡେଭଲପମେଣ୍ଟ ଆଡ଼ମିନିଷ୍ଟ୍ରେସନ୍। ଗୋଟେ ଡେଭଲପମେଣ୍ଟ ଆଡ଼ମିନିଷ୍ଟ୍ରେସନ୍ ପାଇଁ ଏଇଟା ସୁଇଟେବୁଲ୍ ନୁହେଁ ବୋଲି କିଏ କହିଲେ? ତମର ଏଇ ଆପେଲ୍ ବେ। ଦେନ୍ ଅଡ଼ିଟର୍ ନୋ ନଥିଙ୍ଗ ଆବାଉଟ୍ ଦି ଆଡ଼ମିନିଷ୍ଟ୍ରେସନ୍। ଅଫକୋର୍ସ ସେ କହିଲେ କି ଯେଉଁ ଅଡ଼ିଟର୍ ଯିଏ ତମର ଅଡ଼ିଟ୍ କରୁଛି, ସେ ତାର ଖାଲି ପଇସା ପତ୍ର ଅଡ଼ିଟ୍ କଲା, ବଟ୍ ସେ ଆଡ଼ମିନିଷ୍ଟ୍ରେସନ୍ କେମିତି ଚାଲିଛି ସେ ଜାଣିନାହିଁ। ଆଣ୍ଡ ଅଡ଼ିଟ୍ ହାଜ୍ ଏ ରିପ୍ରେସିଭ୍ ଆଣ୍ଡ ନେଗେଟିଭ୍ ଯେଉଁ ଇନଫ୍ଲୁଏନ୍ସ। ଅଫକୋର୍ସ, କାରଣ ଯେଉଁମାନେ ଅଡ଼ିଟ୍ କରୁଛନ୍ତି, ଅଡ଼ିଟ୍ରେ ତମେ ଜିନିଷ ଗୁଡ଼ାକୁ ଯଦି ଛେଡ଼ଛାଡ଼ ହେଇଗଲା, କିଏ ଦେଖୁଛି ତାକୁ? ଦ ଫଙ୍କସନ୍ ଅଫ୍ ଦ କ୍ୟାଗ୍ ଇଜ୍ ଅଫ୍ ଦି ଭେରି ଲିଟିଲ୍ ଇମ୍ପୋର୍ଟାନ୍ସ। ଛାଡ଼, ସେ ତାଙ୍କର ଆସିଥିଲା କ୍ରିଟିସିଜିମ୍, ଯଦି ଆସିବି ଲେଖିବ, ଏମିତି କେବେ ଛାଡ଼। ଇଣ୍ଡିଆର କ୍ୟାଗ୍ ଆଉ UKର କ୍ୟାଗ୍ ଭିତରେ କ'ଣ ସବୁ ଡିଫରେନ୍ସ ଅଛି? ତମର ଓନ୍ଲି ଇଣ୍ଡିଆ ଆଉ UK ଭିତରେ ଆର ରୋଲ୍, କଣ୍ଟ୍ରୋଲ୍ ଆଉ ପାୱାର ଦେଖିବା। ରୋଲ୍ରେ ଓନ୍ଲି ଅଡ଼ିଟର ଜେନେରାଲ ହେଉଛନ୍ତି ତାର ଏକ୍ସପୋଜ୍ଡ ଫ୍ୟାକ୍ଟର, ଯେଉଁମାନେ ଯିଏ ଆମର ଅଡ଼ିଟର ଜେନେରାଲ ରହିବେ। ବଟ୍ ଏଠି ତମର ବୋଥ୍ କଣ୍ଟ୍ରୋଲର ଆଣ୍ଡ ଦି ଅଡ଼ିଟର ଜେନେରାଲ, ମାନେ ତମର ଯିଏ ବୋଥ୍ କଣ୍ଟ୍ରୋଲର ଆଣ୍ଡ ଅଡ଼ିଟର ଜେନେରାଲ ଥିବେ, ସିଏ ତମର ଏଠି ଏକ୍ସପୋଜ୍ଡ ପାର୍ଟ ସମ୍ଭାଳିବେ। ବଟ୍ ଏଠି ତମର କ'ଣ, ଖାଲି ଅଡ଼ିଟର ଜେନେରାଲ, କାରଣ ଆଙ୍କର ତମର ଆଡ଼ମିନିଷ୍ଟ୍ରେସନ୍ ବିଷୟରେ ସେମିତି କିଛି ଜ୍ଞାନ ନାହିଁ। ତ ତମର କଣ୍ଟ୍ରୋଲର ବିଷୟରେ ଆଙ୍କର ଯେମିତି ବୋଥ୍ କଣ୍ଟ୍ରୋଲର ଆଣ୍ଡ ଅଡ଼ିଟର ଜେନେରାଲ ସମ୍ଭାଳନ୍ତି, ଆମର ସେଠି ରୋଲ୍ ଆଙ୍କର ଖାଲି ଅଡ଼ିଟର ଜେନେରାଲର, ଖାଲି ଅଡ଼ିଟ୍ କରିବେ। ତାଙ୍କର ବାଇଣ୍ଡିଂ କଥା ନୁହଁ ଏଠି ହେଲା। ସେ ଯେ କହିବେ ଖାଲି ଅଡ଼ିଟିଂ କରିକି ଦେବେ, ତାକୁ କଣ୍ଟ୍ରୋଲ କରିପାରିବେ ନାହିଁ ହେଲା। କଣ୍ଟ୍ରୋଲ ଆଙ୍କର କ'ଣ, କ୍ୟାନ୍ ନଟ୍ ଷ୍ଟପ୍ ମନି ୱିଡ୍ରାଲ୍, ଆଙ୍କ ହାତରେ ସେମିତି କିଛି ପାୱାର ନାହିଁ। ଏଇଟା ହେଉଛି ମନି କ୍ୟାନ୍ ନଟ୍ ବି ୱିଡ୍ରୋନ୍ ୱିଦାଉଟ୍ ହିଜ୍ ଆପ୍ରୁଭାଲ୍। ତ ବୁଝିପାରୁଛ ତ ତାଙ୍କ ଭିତର କ୍ୟାଗ୍ ଭିତରେ କ'ଣ ଡିଫରେନ୍ସ ଅଛି? ତାଙ୍କ କ୍ୟାଗ୍ ଅଫିସ୍ ଇଜ୍ ମୋର୍ ପାୱାରଫୁଲ୍, କାରଣ ତାଙ୍କ କ୍ୟାଗ୍ ବିନା କିଏ ପଇସା ଉଠେଇ ବି ପାରିବେ ନାହିଁ। ତ ଆମ କ୍ୟାଗ୍ କ'ଣ, ଆଙ୍କର ଯିଏ ମନି ଉଠେଇଲା ଗଲା, ଏ ସବୁ ଗଭର୍ଣ୍ଣମେଣ୍ଟ ଦେଖିବ। କ୍ୟାଗ୍ର ଏଠି କିଛି ହସ୍ତକ୍ଷେପ ନାହିଁ। ପାୱାର କ'ଣ, ଲେସର କଣ୍ଟ୍ରୋଲ ଓଭର ଦି ଏକ୍ସଚେଞ୍ଜର, ଏକ୍ସଚେକର୍ସ ଆଣ୍ଡ ଟୋଟାଲ
कंट्रोल ओवर द एक्सचेकर इश्यू जो मैंने सब तुम अच्छा अच्छा ତମର ଯିଏ ମାନେ ଆଙ୍କର କହିବା କଥା କି ଆଙ୍କର ଯେତିକ ବି ସବୁ ଟ୍ରାଞ୍ଜାକ୍ସନ୍ ହଉଛି ତମର ଇଣ୍ଡିଆ ଭିତରେ ତମର ଧର ଏଇଟା ଆମ ଇଣ୍ଡିଆ ହେଲା ଇଣ୍ଡିଆ ଭିତରେ ଯେତିକ ଯାକ ବି ଟ୍ରାଞ୍ଜାକ୍ସନ୍ ହଉଛି ଆମର ଗଭର୍ଣ୍ଣମେଣ୍ଟର ହେଲା କି ପ୍ରାଇଭେଟର ହେଲା କି ତମର ପିଏସ୍ୟୁରୁ ହେଲା ଆଙ୍କ ଉପରେ ଆଙ୍କର କଣ୍ଟ୍ରୋଲ ନାହିଁ ହେଲା ଇଏ ଖାଲି ତାଙ୍କର ଅଡିଟିଂ କରିବେ ଇଏ ଖାଲି ଆଙ୍କର ଅଡିଟିଂ କରିବେ କଣ୍ଟ୍ରୋଲର ଧନ୍ଦା ଆଙ୍କ ପାଖରେ ନାହିଁ ବଟ୍ ଇଏ ତମର ଅଧିକା ପାୱାର ଆଙ୍କ ପାଖରେ ଏଥିପାଇଁ ଇଏ ଅଡିଟିଂ କରିବା ସହିତ ଆଙ୍କର ୱିଦାଉଟ୍ ପରମିସନରେ ତମେ ଏଠୁ ପଇସା ଖୋଲିକି ନେଇପାରିବ ନାହିଁ ସେଇ ଯୋଗୁଁ ସେ ଟିକେ ଭଲ ଅଫିସ୍ ଆଉ ଟିକେ ପାୱାରଫୁଲ୍ ଅଫିସ୍ ଆମ ଇଣ୍ଡିଆଠୁ ଆଉ ଦେନ୍ ଆମେ